हाय हेलो गुड मॉर्निंग जय जगन्नाथ फ्रेंड्स। तो मु आज गोटे मो मनर कथा शेयर करिया को जाउची एटा ए ब्लॉग टी बोधे किए कोठु देखुतो मो जानिनी बट सॉरी जाको भी खराब लागि पारे बट मते आज गोटे जिंस बहुत माने बहुत खराब लागिला। मो भाबी पारेनी कि दुनिया रो इमितिया लोक भी अधा को अधिक बोधे अछंती जार चिंताधारा केबे भी आज नुहे बोधे आउरी 100 वर्ष कि 200 वर्ष बहुत दुनिया कोठी की जाके पहुंचिलानी बट लोकों चिंताधाराटाକୁ ଆମେ ବଦଳେଇ ପାରିବାନି ନା। ଆଉ ଗୋଟେ କଥା ହେଲା କାଲି ଗୋଟେ ନ୍ୟୁଜ୍ ବୋଧେ ବହୁତ ଜଣ ଜାଣିଥିବେ ଆଉ ବହୁତ ଜଣ ଜାଣିଥିବେନି। ଜଣେ ଝିଅଟାକୁ ଜନ୍ମ କରିଛି ବୋଲି ତାକୁ କଣ କୁହନ୍ତି ତାଙ୍କ ଘରେ କେମିତି ମାରିକି ତାକୁ ତା ଷ୍ଟିଚେସ୍ ଗୁଡ଼ା ସବୁ ବାହାରି ଯାଇଛି ଯୋଉଟାକି ବହୁତ ଦୁଃଖର କଥା। ଆକ୍ଚୁଆଲି ଝିଅଙ୍କୁ କାହିଁକି ଏତେ ଘୃଣା କରନ୍ତି ମୁଁ ଜାଣିପାରେନି। ଆଉ ତାଙ୍କ ତାମାନେ ଘରର ବଂଶ ଆଗକୁ ଯିବା ପାଇଁ ତାକୁ ଝିଅ ଦରକାର, ତାଙ୍କ ପୁଅ ବାହାଘର ପାଇଁ ଝିଅ ଦରକାର, ସବୁ ଦରକାର ବଟ୍ ଜନ୍ମ ହେଲା ବେଳକୁ ଝିଅଟାକୁ କାହିଁକି ଘୃଣା କରନ୍ତି ମୁଁ ଜାଣିପାରେନି। ଆଉ ଇଏ ଯୋଉ ଝିଅକୁ ଘୃଣା କରନ୍ତି ପ୍ରାୟ ଅଧା ଲେଡିସ୍ ହିଁ ରୁହନ୍ତି ଯୋଉମାନେ କି ଜାଣିପାରନ୍ତି ସେମାନେ ବି ନାରୀ। ଆଉ ଗୋଟେ ହେଲା ଆମେ କଣ କୁହନ୍ତି ଯେତେ ଆମେ ନିଜକୁ ତ ସପୋର୍ଟ କରିପାରିବାନି, ଆମେ ବାহিର କାହାକୁ ସପୋର୍ଟ କରିବା। ଆଉ ଗୋଟେ ହେଲା ଗୋଟେ ଘରର ଝିଅଟେ ଜନ୍ମ ହବ ମାନେ ସେ ଲକ୍ଷ୍ମୀ ସହିତ ସମାନ। ଆମେ ଯେମିତିଆ ତାଙ୍କୁ କଣ କୁହନ୍ତି ଆମ ମନ ଯେମିତିଆ ପ୍ରଭୁ ଆମେ ଭଗବାନଙ୍କୁ କୋଉଠି ବି ଦେଖି ନାହାନ୍ତି ନା, ଆମ କର୍ମର ହିଁ ଭଗବାନ ରହିବା ଦରକାର। ବଟ୍ କାହିଁକି କେଜାଣି ଏତେ ଘୃଣା କରନ୍ତି ମୁଁ ଜାଣିପାରେନି। କିନ୍ତୁ ଗୋଟେ ଘର ସଜେଇତେ ଗୋଟେ ଘରେ ଝିଅଟେ ରହିଲେ ସେ ଘରଟା ଅଲଗା ହିଁ ଦେଖା ହୁଏ। ଯୋଉଠି ଦେଖିବେ ପୁଅ ଛୁଆଟା ଭର୍ତ୍ତି ହେଇଥିବେ ସେ ଝିଅଟା ଅଲଗା। ଆଉ ଆମେ ଯେମିତିଆ ଭଲ ପାଇବା ସେ ଛୁଆକୁ ଦବା ନା ରିଟର୍ନରେ ସେଇଭଳିଆ ହିଁ ପାଇବା। ଆଉ ଯେତେବେଳେ ଦେଖନ୍ତୁ କଷ୍ଟରେ ମା ବାପା ସବୁ ରୁହନ୍ତି ତ ଶାଶୁ ଶ୍ୱଶୁର କିଏ ବି ରହିନେ ତାଙ୍କ ବୋଉଠୁ ଆଶା ରଖିଥିବେ ବେଶୀ କାହିଁକି ନା ସିଏ କରିବ ତାଙ୍କର। ବଟ୍ ବୋଉଟାକୁ ଘୃଣା କରିବେ ସେମାନେ। ଆଉ ଝିଅଟେ ନାତୁଣୀଟେ କି ନାତୁଣୀ ହେଲେ କହିବେ ନା ନା ଆମର କଣ କୁହନ୍ତି ବଂଶ ବଢ଼ିବାକୁ ପୁଅ ଦରକାର। ଏ ସବୁ ଜିନିଷ କେବେ ଚେଞ୍ଜ ହବ ମୁଁ ଜାଣିନି। ବଟ୍ ଏଇ ସବୁ ଜିନିଷ ଦେଖିଲେ ବହୁତ କଷ୍ଟ ଲାଗେ ମୁଁ ଜାଣିନି କାହିଁକି। ଆଉ ଗୋଟେ ଛୁଆ ହବା ହିଁ ବହୁତ ବଡ଼ କଥା କାହିଁକି ନା ଦେଖନ୍ତୁ ଆମେ ବହୁତ ଜଣ ଏମିତି ଅଛନ୍ତି ଯାହାର ପିଲା ଛୁଆ ହଉନାହାନ୍ତି। ସେମାନେ ସେଇ ଯୋଉ ଛୁଆ ଖୁସିଟାକୁ ଜାଣିବା ପାଇଁ ସେମାନଙ୍କୁ ପଚାର ଜାଣିଥିବେ। କାହିଁକି ନା ଯାହାକୁ ଶୋଷ ଲାଗୁଥିବ ନା ତାକୁ ହିଁ ପାଣିର କିମତଟା ଜଣାପଡ଼େ। ଆଉ ଭଗବାନ କଣ କି ଏମିତିଆ ଆମକୁ ଛୁଆଟେ ଦେଇଛନ୍ତି ସେଇଟାକୁ ଖୁସି ହବା କଥା। ଆଉ ତାକୁ ହିଁ ଭଲସେ ପଢ଼େଇ ଲେଖେଇକି ମଣିଷ କଲେ ସିଏ ହିଁ ଅନେଇବ। ସେଇ ସବୁ ଚିନ୍ତାଧାରା ଛାଡ଼ିକି ଏଇ ଚିନ୍ତାଧାରାଟା କେବେ ଚେଞ୍ଜ ହବ ମୁଁ ଜାଣିନି। ଛୁଆ ନହେନେ ହାଇ ହେଲାନି, ଯଦି ଛୁଆ ହେଲା ତାହେଲେ କଣ କି ଝିଅ କାହିଁକି ହେଲା ପୁଅ କାହିଁକି ହେଲାନି। ଏ ସବୁ ଜିନିଷ ସତରେ ବହୁତ ମାନେ ବହୁତ କଷ୍ଟ ଦିଏ। କେବେ ବଦଳିବ ମୁଁ ଜାଣିନି। ଆଉ ଝିଅମାନେ କୋଉଠି ଯାଇକି ପହଞ୍ଚିଲେଣି। ଆଉ ଗୋଟେ ଯୋଉ କହୁଛନ୍ତି ପୁଅ ବଂଶ ଆଗକୁ ବଢ଼ାଏ ମୁଁ ମନା କରୁନି ପୁଅଙ୍କୁ ଭଲ ପାଅ ବଟ୍ ତା ମାନେ ନୁହେଁ ଯେ ଭଗବାନ ଯେତେବେଳେ ଯାହାକୁ ଯୋଉଟା ଦବାର ଥିବ ଆଉ ଯାହା ପାଇଁ ଯୋଉଟା ଡିସାଇଡ୍ କରନ୍ତି ବହୁତ ଭଲ ଡିସାଇଡ୍ କରନ୍ତି। କାହିଁକି ନା ଆମେ କଣ କୁହନ୍ତି ଭଲସେ କଣ କୁହନ୍ତି ଭଗବାନ ଉପରେ ବିଶ୍ୱାସ ରଖିବି ଯୋଉ ଜିନିଷଟା ଆମକୁ ମିଳିଛି ତାମାନେ ପୁଅ ହଉ ଝିଅ ହଉ ଯାହା ବି ହେଇଛି ତାକୁ ଭଲସେ ପଢ଼େଇ ଲେଖେଇକି ଦୁନିଆକୁ ଆସିଛନ୍ତି ମାନେ ସେଇ କାମଟା ପୁରା କରିନିଅନ୍ତୁ ଦେଖିଏ ଆପଣ ଭଳିଆ ଖୁସି ଆଉ ସୁଖୀ କେହି ହେବେନି। କିନ୍ତୁ ସେଇ ଜିନିଷଟାକୁ କେହି କରନ୍ତିନି। ଆଉ ଯୋଉଟା ନାହିଁ ସେଇଟା ପିଛାରେ ଦୌଡ଼ନ୍ତି। ସେଇଟା କରି କରିକି ତାଙ୍କ ଲାଇଫ୍ ପୁରା କଟିଯାଏ। ମୁଁ କହିବା କଥା ଆମେ ଗୋଟେ ଛୁଆକୁ ପାଳିପାରିବା ତ ଗୋଟେ ଛୁଆ ଜନ୍ମ କରିବା, ନହେଲେ 2 ଜଣଙ୍କୁ ପାଳିପାରିବା 2ଟା ଛୁଆ ଜନ୍ମ କରନ୍ତୁ। ନା ଆମେ ଅଧିକ ଜନ୍ମ କରିବା କାହିଁକି। ଆଉ ଗୋଟେ ଆଗରୁ ହଁ ଗୋଟେ ଆଶା ଥିଲା ଆମ ବଂଶ ଆଗକୁ ବଢ଼ାଏ। କୋଉଠୁ ବଢ଼ାଏ ଆଜ୍ଞା? ଆଜିକାଲି କଣ କୁହନ୍ତି ପୁଅମାନେ କଣ ତମ କତିରେ ରହିବେ କି? ରହିବେନି। କାହା କତିରେ ବି ମୁଁ ବି ଗୋଟେ ପୁଅ ଗୋଟେ ଝିଅ ଜନ୍ମ କରୁଛି। 2 ଜଣଙ୍କୁ ପଢ଼େଇ ଲେଖିକି ସେମାନେ ମଣିଷ ହେଇଗଲା ପରେ ଆଉ ଆମ କର୍ତ୍ତବ୍ୟ ଆମେ କରି ଚାଲିବା। ସେତେବେଳକୁ ଫଳର ଆଶାଟା ହିଁ ଭୁଲ। କାହିଁକି ନା ଆମେ ଯେହେତୁ ଜନ୍ମ କରିଛନ୍ତି ତାଙ୍କୁ କଣ କୁହନ୍ତି ପଢ଼େଇବା ଲେଖେଇବା ତାଙ୍କୁ ବଡ଼ କରିବା ତାପରେ ତାଙ୍କ ଲାଇଫ୍‌ରେ ସେମାନେ ଦୁନିଆର ନୀତି ହେଲା ସେଇଆ ବଟ୍ ସେଇଟାକୁ କେହି ବୁଝିପାରନ୍ତିନି। ପୁଅ ହେଲେ ଆମକୁ ଅନେଇବ, ଝିଅ ହେଲେ ଅନେଇବନି ସେ ସବୁ କିଛି ନାହିଁ ଆଜ୍ଞା। ଯିଏ ଅନେଇବା କଥା ସେ ଝିଅ ହଉ ପୁଅ ହଉ ଅନେଇବ, ଯିଏ ନ ଅନେଇବା କଥା ଅନେଇବନି। କାହିଁକି ନା ଆମ କର୍ମ ଠିକ୍ ରହିଲେ ଭଗବାନ ଏପଟରୁ ନହେଲେ କୋଉ ପଟରୁ ନା କୋଉ ପଟରୁ ଦେଖିଥିବେ ସାହାଯ୍ୟ ମିଳିଯାଏ। କେବେ କେବେ ଆମେ ଭାବି ନଥିବା ଯୋଉ ଭଗବାନ ଆସି କୋଉଠି ସାହାଯ୍ୟ କରନ୍ତିନି ସେଇ ମଣିଷ କର୍ମ ହିଁ ଆମେ ଯଦି 10 ଜଣଙ୍କୁ ସାହାଯ୍ୟ କରିଥିବା 10 ଜଣ ଭିତରୁ କଣ ଜଣେ ସେଇ 10 ଜଣ ନୁହନ୍ତୁ ଆଉ ଅଲଗା ଆଡ଼ୁ ଆମକୁ ସାହାଯ୍ୟ ଆସିକି ମିଳିଯିବ। ତ ସେଇଟାକୁ ହିଁ ମନର ଭାବ ରଖିକି ଆଉ ବହୁତ ଜଣଙ୍କ ଚିନ୍ତାଧାରା କଣ ନା ଝିଅମାନେ କଣ କୁହନ୍ତି ନେଇକି ପଳେଇବା। ଆଜ୍ଞା କଣ ଦେବେ ଆମେ ଯେତେ ବି ଦେଲେ ଗୋଟେ ଝିଅକୁ ଆମେ କେବେ ବି ତା ଇଏଟା ପୁରା କରିପାରିବାନି। ଆଉ ଗୋଟେ ହେଲା ଝିଅ ଜନ୍ମ ହବାଟା ହିଁ ବହୁତ
ମାନେ ଭାଗ୍ୟର କଥା। ତ ଆଜିକାଲି ଝିଅ କ'ଣ ପୁଅ କ'ଣ ସମସ୍ତେ ସମାନ ଭାବରେ ଦେଖିକି ଯଦି ଆମେ ତାଙ୍କୁ ପଢ଼େଇଲେ କି ଝିଅମାନେ ବି କୋଉଠି ସେ ପାଇଲଟ କତୁ ନେଇକି କୋଉ ଜାଗାରେ ଝିଅ ନାହାନ୍ତି କୁହନ୍ତୁ, ସବୁଠି ଅଛନ୍ତି। ମା ବାପା ତାଙ୍କ ଷ୍ଟ୍ରେନ୍ଥ ହେଇକି ତାଙ୍କ ପାଖରେ ଯଦି ଠିଆ ହେଲେ ନା ସେମାନେ ବି ସବୁ କିଛି କରିପାରିବେ ବଟ୍ ସେଇଟା କେହି ଚିନ୍ତା କରୁନାହାନ୍ତି। ଖାଲି କ'ଣ ନା ଝିଅଟେ, ପୁଅଟେ ଏଇଟା ଆମେ ହିଁ ସୃଷ୍ଟି କରୁଛନ୍ତି। ଆଉ ଗୋଟେ ହେଲା ବେଶୀ ଲେଡିସ୍ ମାନେ ହିଁ ଏଟାକୁ ସ୍ପ୍ରେଡ୍ କରନ୍ତି। ତ ବହୁତ ଜଣଙ୍କୁ ଖରାପ ଲାଗିପାରେ ଗାଳି ଦେଲେ ଦିଅନ୍ତୁ ବଟ୍ ଏଇଟା ହେଲା ସତ। କାହିଁକିନା ଯେତେବେଳେ ପର୍ଯ୍ୟନ୍ତ ଆମେ ନିଜକୁ ଜାଣିନାହାନ୍ତି ନିଜକୁ ଏଇଠି ଦେବୀମାନେ ଯେତିକି ପୂଜା ପାଉଛନ୍ତି ସରସ୍ୱତୀ ସେଇ କ'ଣ ଆମେ ଯେତେବେଳେ ବିଦ୍ୟା ଦରକାର ସରସ୍ୱତୀକି ପୂଜା କରୁଛ। ଲକ୍ଷ୍ମୀ ଦରକାର ପଇସା ଦରକାର ଲକ୍ଷ୍ମୀକି ପୂଜା କରୁଛ। ଆଉ ଶକ୍ତି ଦରକାର କାଳୀ, ଦୁର୍ଗା ଏଇ ସବୁ ତାଙ୍କୁ ହିଁ ପୂଜା ହଉଛନ୍ତି। ପୂଜା ପାଉଛନ୍ତି କୋଉ ସେଇ ନାରୀମାନେ ହିଁ ପୂଜା ପାଉଛନ୍ତି ନା। ବଟ୍ ଯୋଉଠି ଛୁଆ ଜନ୍ମ ବେଳକୁ ଆସିଲା ବେଳକୁ ନା ଆପଣଙ୍କର କ'ଣ କି ପୁଅ ଦରକାର। ତ ଏଇଟା କୋଉଠୁ ନ୍ୟାୟ କହିଲେ? ତ ଏଇ ଚିନ୍ତାଧାରାଟାକୁ ବଦଳେଇକି ଥରେ ଦେଖନ୍ତୁ ନା, ସେଇ ଝିଅ ବି କ'ଣ କୁହନ୍ତି ତାକୁ ଯଦି ଭଲସେ ଆମେ କ'ଣ କୁହନ୍ତି ନା ଏ ଝିଅଟେ ବହୁତ ଜଣଙ୍କ ଘରେ ମୁଁ ବି ଏଟା ନୋଟିସ୍ କରିଛି ଯେ ଝିଅଟେ ତାକୁ କାହିଁ ବେଶୀ ପଢ଼େଇବା, ସିଏ ତା ଶ୍ୱଶୁର ଘରକୁ ପଳେଇବ। ଆରେ ମା ବାପା ହେଇକି ଯଦି ସେମିତିଆ ଚିନ୍ତାଧାରା ରଖିଲ ନା ତ ବାହିରେ ଆମେ କାହାଠୁ ଆଶା ରଖିଏ ଝିଅମାନେ ଆଉ କୋଉଠିକି ଯିବେ। ଏତେ ବି ଅନ୍ତର ପାନ୍ତର କରିସାରିଲା ପରେ ବି ସେଇ ଝିଅ ଯେତେବେଳେ ବିପଦର ବାପା ମା କି ଶାଶୁ ଶ୍ୱଶୁର କୋଉଠି ପଡ଼ନ୍ତି ପ୍ରାୟ ସେଇମାନେ ହିଁ ଆଗେ ଆସିକି ହେଲ୍ପ କରନ୍ତି। ଆଉ ତାଙ୍କ ମନରେ ହିଁ କାହିଁକି ନା ମା ଯୋଉ କୁହନ୍ତିନି ନା ସେଇ ଶବ୍ଦଟା ହିଁ ବହୁତ ବଡ଼। ଆଉ ଗୋଟେ କେବେ ବି ତା ଛୁଆ କୌଣସି ମା ପାଇଁ ପୁଅ ହଉ କି ଝିଅ ହଉ ପୁରା ସମାନ ରହିବା ଦରକାର। ଆଉ ଗୋଟେ ସିଏ ସମାନ ଭାବରେ ଜନ୍ମ କରେ କାହିଁକି ନା 9 ମାସ ତାକୁ ବି ପେଟରେ ରଖିବାକୁ ପଡ଼େ, ୟାକୁ ବି 9 ମାସ ପେଟରେ ରଖିବାକୁ ପଡ଼େ। ତ ସେଇଟାର କଷ୍ଟଟା ସେମ୍ ଜନ୍ମ କଲା ଟାଇମ୍‌ର ଛୁଆଟାକୁ ପୁଅଟାକୁ ଯେତିକି କଷ୍ଟ ଝିଅଟାକୁ ବି ସେତିକି କଷ୍ଟ। ତ ସେଇ ଝିଅକୁ ଏତିକି ଏଇଭଳିଆ ଦେଖିଲେ ତାକୁ ବି କେତେ କଷ୍ଟ ହଉଥିବ ନା। ଆମେ ଯୋଉ ମାଟି ଉପରେ ଚାଲୁଛନ୍ତି ତାକୁ ବା ମା କହୁଛନ୍ତି। ତ ଯୋଉ ଝିଅଟା ଜନ୍ମ ହଉଛି ତାକୁ କାହିଁକି ଘୃଣା କରୁଛନ୍ତି କହିଲେ? ପ୍ଲିଜ୍ ଏଇ ଚିନ୍ତାଧାରାଟାକୁ ଚେଞ୍ଜ କରିଦିଅନ୍ତୁ ଯୋଉମାନେ ବି ଅଛନ୍ତି। ଭଲ ସେ ଖୁସି ଭାବରେ ଯୋଉମାନେ ପ୍ରେଗନେଣ୍ଟ ଅଛନ୍ତି ତାଙ୍କୁ ଭଲ ଚିନ୍ତା ଦିଅନ୍ତୁ। ଏଇ ଭଗବତ ଗୀତା ହେଲା ଇଏ ସବୁ ପଢ଼ିବାକୁ କୁହନ୍ତୁ। ଇଏ ସବୁ ନା, ନା ପୁଅ ହବ ନା ଝିଅ ହବ ଇଏ ସବୁ କହିକି ତାକୁ ହଟ୍ କରିକି ଛୁଆଟା ହେଇସାରିଲା ପରେ କାହିଁକିନା ସିଏ ତା ମା ସେଇ ଟାଇମ୍‌ର ବହୁତ କଷ୍ଟରେ ରୁହେ। ଯୋଉମାନେ ଛୁଆ ଜନ୍ମ କରିଛନ୍ତି ସମସ୍ତେ ଜାଣିଛନ୍ତି। ମୁଁ ବି 2ଟା ଛୁଆ ଜନ୍ମ କରିଛି। ସେଇ ଟାଇମ୍‌ଟା ଆମ ମାଇଣ୍ଡ ବହୁତ ଅନଷ୍ଟେବଲ୍ ରୁହେ। ସେଇ ଟାଇମ୍‌ର ଭଲ କଥା କହିବା ଦରକାର ନା ତୁମେ ନିଜ ଧ୍ୟାନ ନିଅ, ଛୁଆଙ୍କ ଧ୍ୟାନ ନିଅ। ଏହିସବୁ ଜିନିଷ ଛାଡ଼ିକି ସିଏ ହଟାଇଲା ଭଳିଆ କହିଲେ ତାଠୁ ବୋଧେ ମତେ ଲାଗେ ଦୁନିଆର ଆଉ କୌଣସି କଷ୍ଟଟା ତାଠୁ ବଡ଼ ନୁହେଁ। ତ ସେଇ ଚିନ୍ତାଧାରାଟା ପ୍ଲିଜ୍ ଚେଞ୍ଜ କରନ୍ତୁ। ବ୍ଲଗ୍‌ଟି ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବେ ପ୍ଲିଜ୍।